ସେଥିପାଇଁ ସେ ଜଗନ୍ନାଥ ଗୋଟିଏ ନୁହଁ 56 ଭୋଗ ଖାଇଲା ବାଲା ଅଟକାଳି ଅମାଲୁ ଆରିସା ଏଣ୍ଡୁରି କଡମ୍ବା କାକରା କାନ୍ତି କେଡ଼ି କୋରା ଖଇଚୁଳ ଖଜା କ୍ଷୀରି କ୍ଷୀରିସା ଖୁରୁମା ଖେଚୁଡ଼ି ଗଇଁଠା ଛୁଞ୍ଚିପତ୍ର ଜଗନ୍ନାଥ ବଲ୍ଲଭ ଜେମାମୁଣି ଝିଲ୍ଲି ଟାକୁଆ ଡାଳିମ୍ବ ତାଡ଼ିଆ ତିପୁରୀ ଧଉଳା ନାଡ଼ି ପଣସୁଆ ପଣା ପାଚେଡ଼ି ପାପୁଡ଼ି ପାଳୁଅ ପଖାଳ ପୋଡ଼ପିଠା ପୁରୀ ପୁଳି ଫେଣି ବଡ଼ା ବଳିବାମନ ଭଜା ମଣ୍ଡା ମନୋହର ମହାଦେଇ ମାଣ୍ଡୁଅ ମୋହନଭୋଗ ରସାବଳି ରାଧାବଲ୍ଲଭୀ ଲଡ଼ୁ ଲହୁଣିଆ ଲକ୍ଳାସ ସରସ୍ୱତୀଆ ହଂସ ବଲ୍ଲଭ ବୋଲ ଆନନ୍ଦ କବାର ଆପଣମାନେ ବିଚାର କରିବେ ଏ ଶରୀରର ଖାଇବା ହେଉଛି ମା ଅରୁଆନ୍ନ ଡାଲମା ଆତ୍ମାର ଭୋଜନ କ'ଣ ଆଜ୍ଞା ସୁନ୍ଦର ପଦ୍ଧତି କ'ଣ କହିଲେ କହିଲେ କେବଳ କୃଷ୍ଣର ଭଜନ ଏ ଅଟେ ଆତ୍ମାର ଭୋଜନ ରାଧେ ଗୋବିନ୍ଦ 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 ପଦୁ ପଡୁଛି ମକରନ କେବଳ କୃଷ୍ଣର ଭଜନ ଏ ଅଟେ ଆତ୍ମାର ଭୋଜନ ରାଧେ ଗୋବିନ୍ଦ 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 ପଦୁ ପଡୁଛି ମକରନ କହିଲେ କେବଳ କୃଷ୍ଣର ଭଜନ ଏ ଅଟେ ଆତ୍ମାର ଭୋଜନ ତିନି ବେଳା ଖାଉଥିବା ମଣିଷ ଶେଷକୁ ମାରିଲ ସାଲାଇନି ପାଣିରେ ବଞ୍ଚେ ନାଇଁ ଆଚ୍ଛା ସେତେବେଳେ ଖାଇବା କୁଆଡ଼େ ଗଲା ଆଉ ଖାଇବାର ବି ଗୋଟେ ନିୟମ ଅଛି ଜଗନ୍ନାଥ କେତେ ପଉଟି ଖାଆନ୍ତି ମା 60 ପଉଟି ଆପଣ ତ ଶ୍ରୀକ୍ଷେତ୍ର ମାଟିର ବ୍ରହ୍ମ ଜହିଛନ୍ତି ରହିଛନ୍ତି ଜହିଁପୁରୀ ସେ ଜିଲ୍ଲାର ନାମ ଅଟେ ପୁରୀ ବ୍ରହ୍ମ ଯୋଉଠି ପୁରୀ କି ରହିଛନ୍ତି ଆଉ ଆପଣମାନେ ମହାଭାଗ୍ୟବାନ ଏଇଥିପାଇଁ ବ୍ରହ୍ମଙ୍କ ସହିତ ଅଛନ୍ତି ବ୍ରହ୍ମଙ୍କ ଦେହରେ ବାଜୁଥିବା ପବନ ଆପଣ ନିଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି ବୋଲ ଆନନ୍ଦ କବାର ତେଣୁ ଜଗନ୍ନାଥ ଖାଆନ୍ତି 60 ପଉଟି ଆମେମାନେ ମଧ୍ୟ 60 ପଉଟି ଖାଇବା କଥା ଆମେ କହିବା ଆମେ କ'ଣ 60 ପଉଟି ଖାଇପାରିବୁ ଜଗନ୍ନାଥଙ୍କ ପାଖରେ ଯାହା ପଉଟିଏ ଆମ ହାତରେ ମାରିଲ ତାହା ହେଉଛି ମୁଠାଏ ଆମ ପଉଟିଏ 60 ମୁଠାରୁ ଅଧିକ ଖାଇଲେ ରୋଗଗ୍ରସ୍ତ ହେବ 60 ମୁଠାରୁ କମ୍ ଖାଇଲେ ରୋଗଗ୍ରସ୍ତ ହେବ ମନେ ରଖିଥାନ୍ତୁ ଜଗନ୍ନାଥ ସଂସ୍କୃତି ଗୋଟେ ବିଜ୍ଞାନ କାହିଁ 55 ହେଲାନି 40 ହେଲାନି 60 ପଉଟି ହେଲା ସମାଜ ପାଇଁ ଗୋଟେ ବଡ଼ ଶିକ୍ଷା ପ୍ରମାଣ ଖାଲି କହିଦେଲେ ହେବ ସକାଳେ ଖାଇବେ 15 ମୁଠା କେତେ ମୁଠା ଖାଇବେ ସକାଳେ 15 ମୁଠା ଖରାବେଳେ ଟିକେ ଲୋଡ଼ିଂ ନେବ 30 ମୁଠା ଖାଇବେ କେତେ ହେଲା 45 ମୁଠା ସନ୍ଧ୍ୟାବେଳେ ଆହାର ନିଦ୍ରା ମୈଥୁନ ନିଷେଧ କରାଯାଇଛି ରାତି ବେଳା ଖାଇବେ 15 ମୁଠା କେତେ ହେଲା 60 ମୁଠା ଆଜି ଟିକେ ଅଧିକ ଚାଉଳ ପଡ଼ିଯାଇଛି ଟିକେ ଆଜି ଚଳେଇ ଦେଇଥାନ୍ତୁ ଭଲ ଆନନ୍ଦ କବାର ମହାପ୍ରସାଦ ଆସିଛି ତେଣୁ ସେଥିପାଇଁ ଆଜି ଦିନଟା ଛାଡ଼ କରି କାଲିଠୁ ହିସାବରେ ଖାଇବେ ନହେଲେ ରୋଗଗ୍ରସ୍ତ ହେବେ ତେଣୁ କହିବାର କଥା ବେଳେବେଳେ ମା ମାନେ ମୋର ସକାଳର 15 ମୁଠା ବି ଖାଇପାରନ୍ତିନି ଖାଉ ଖାଉ ସେଇ ଖରାବେଳେ ଆଉ ଯଦି ଖରାବେଳେ ଆଜିକାଲି ଯେଉଁ ମାଛ ମାଂସ ବାରି ଯଦି ପଡ଼ିଯାଇଥିବ ମସଲା ମସଲି ତରକାରୀ ଆଉ 2 ପ୍ରକାର ଆଇଟମ ଚକଡ଼ା ଚକଡ଼ି ହେଲା ଅଧିକା ସେଇଠି ତ ମା ମାନେ 60 ଲଗେଇଦେବେ ଆଉ ଭଲ ଆନନ୍ଦ କବାର ଆଉ ହିସାବ କିଏ ରଖୁଛି ଗୁଣ୍ଡା ଉଠିଲା ବେଳେ ନାହିଁ ତ ଯାହା ହଉ ପ୍ରଭୁଙ୍କ ଦରବାର ଭିତରେ ମାଲୋ ଏଭଳି ଠାକୁର କିଏ ଅଛି ଜଗନ୍ନାଥ ପରି ଜ କହିଲେ ଜନ୍ମସ୍ଥଳ ଗ କହିଲେ ଗର୍ଭଗଞ୍ଜନକାରୀ ନ କହିଲେ ନର୍କ ନିସ୍ତାରଣ କର୍ତ୍ତା ଥ କହିଲେ ସକଳ ପ୍ରାଣୀଙ୍କର ଦୟ ସେଥିପାଇଁ ସେ ଜଗନ୍ନାଥ ଆଗରୁ ଗୀତ ଥିଲା ଛୋଟ ମୋର ଗାଁଟି ଭୂଗୋଳ ପୋଥି ପଛରେ ପଛେ ନତାଉ ତାର ନାଁଟି ସଚି ରାଉତଙ୍କର ଏ ଗୀତ ଆଖିରେ ଲୁହ ପରିଥିଲା ଗାଁ କଥାକୁ ମନ ପକେଇ ଆମେରିକାରେ ଲୋକ ଥିବା ପୁଅ ଏ ଗୀତକୁ ଶୁଣିଲେ ଗାଁକୁ ଫେରି ଆସିବାକୁ ଇଚ୍ଛା ହୁଏ କରୋନା ମଣିଷକୁ ଯେତେଇଲା ଏ ମଣିଷ କୋଟି କୋଟି ଦାମିକାର ୟୁଜ୍ କର ଯେତେ ବାହାର ବିଦେଶରେ ରହ ହେଲେ ଗାଁରେ ଖଣ୍ଡେ କୁଡ଼ିଆଟିଏ ତିଆରି କରିଥା ଦିନ ନା ଦିନେ ଗାଁକୁ ଫେରିବାକୁ ପଡ଼ିବ ଗାଁ ମାଟି ଭଳି ମାଟି ନାହିଁ ଗାଁର ଆମ୍ବ ତୋଟା ସେ ପଙ୍କୁଆ ରାସ୍ତା ସେ କାଦୁଆ ମାଟି ଏବେ ବି ମନେ ପଡ଼ିବ ମା ସେ ଗୀତର ମର୍ମ ଥିଲା ଏତିକି ଛୋଟ ମୋର ଗାଁଟି ଭୂଗୋଳ ପୋଥି ପଛରେ ପଛେ ନଥାଉ ତାର ନାଁଟି କୁଆଡ଼େ ପରିବର୍ତ୍ତନ ହେଇଗଲା ସେ ଗୀତ ଏବେ ଛୋଟ ମୋର ଆଁଟି ନେତା ଖାଏ ମନ୍ତ୍ରୀ ଖାଏ ମୁଁ ଖାଏ କାଁ ଭାଁଟି ଛୋଟ ମୋର ଆଁଟି ବୋଲ ଆନନ୍ଦ କବାର ସମୟର ପରିବର୍ତ୍ତନ ଆମେ ସମସ୍ତେ କହୁଛେ କଳିଯୁଗ ଆସିଲା କଳିଯୁଗ ଆସିଲା କଳିଯୁଗ ଆସିଲା କଳିଯୁଗକୁ ଆଣିଲା କିଏ
ଯେତେବେଳେ ମଣିଷ ସାଧୁ ସନ୍ଥ ମାନଙ୍କୁ ନ ମାନିଲା ଦେବତା ମାନଙ୍କୁ ହେ ଜ୍ଞାନ କଲା ଯେତେବେଳେ ପୁଅ ବାପାକୁ ମାନିଲାନି ସ୍ତ୍ରୀ ସ୍ୱାମୀକୁ ଛାଡ଼ି ପରକିଆ ପ୍ରୀତିରେ ମାତିଲା ସେତେବେଳେ ମା ଲୋ କଳିଯୁଗ ଆସିଲା ଆଣିଲେ ଆମେ ଭୋଗୁଛେ ବି ଆମେ କିନ୍ତୁ କଳିଯୁଗ ଭଳି ଯୁଗ ନାହିଁ ମହାପୁରୁଷ ଯାହା ଲେଖିଥିଲେ ସତ୍ୟ ହେଲା ଗୋଟିଏ ପଦ ମାଳିକା କ'ଣ କହିଲେ କଳିଯୁଗ ଖାଲି କ'ଣ ଅଧର୍ମ ବଢ଼ିବ ନାହିଁ ମହାପୁରୁଷ ଲେଖିଥିଲେ ଆଜି ସତ୍ୟ ହେଇଛି ଆପଣଙ୍କ ଗାଁରେ ଆଉ କ'ଣ ସତ୍ୟ ହେଇଛି କହିଲେ ହୋମ ଯଜ୍ଞ ହେବ ପ୍ରତି ଗ୍ରାମରେ ଲୋକେ ମାତିବେ ମୋ ନାମ ପ୍ରେମରେ ଗୋବିନ୍ଦ ଗୋବିନ୍ଦ ରାଧେ ଗୋବିନ୍ଦ ଭଜିଲେ ମିଳାଇ ପରମାନନ୍ଦ ହୋମ ଯଜ୍ଞ ହେବ ପ୍ରତି ଗ୍ରାମରେ ଲୋକେ ମାତିବେ ମୋ ନାମ ପ୍ରେମରେ ଗୋବିନ୍ଦ ଗୋବିନ୍ଦ ରାଧେ ଗୋବିନ୍ଦ ଭଜିଲେ ମିଳାଇ ପରମାନନ୍ଦ ହୋମ ଯଜ୍ଞ ହେବ ପ୍ରତି ଗ୍ରାମରେ ଲୋକେ ମାତିବେ ମୋ ନାମ ପ୍ରେମରେ ସତ ହେଇଛି ନା ନାଇଁ ମାଳିକା କୁହନ୍ତୁ ଯୁଆଡ଼ୁ ଯାହା ହଉ ପଛେ ନାମ ଚାଲିଛି ପ୍ରତି ଗାଁରେ ଯଜ୍ଞ ବନ୍ଦ ନାହିଁ ପାପ ଯେତେ ବଢ଼ୁଛି ପୁଣ୍ୟ ମଧ୍ୟ ସେତିକି ବଢ଼ୁଛି ବୋଲି ବାଲାନ୍ସିଂରେ ଚାଲିଛି ଯେଉଁଦିନ ଅଧିକ ହେଇଯିବ ସରିଯିବ ବୋଲାନନ୍ଦ ବାହାର ମହାପୁରୁଷ ଲେଖିଛନ୍ତି ଅଧିକ ହେଲେ କ'ଣ ହବ କହିଲେ ସ୍ଥାନେ ସ୍ଥାନେ ପୁଣି ଭୂମିକମ୍ପ ହେବ ଭୁଷୁଡ଼ିବ କୋଠାବାଡ଼ି ବହୁଳ ଲୋ ଭୁଷୁଡ଼ିବ କୋଠାବାଡ଼ି ଚୋର ଖଣ୍ଡ ପୁଣି ଡକାୟତ ଆସି ଲଗାଇବେ ଲମ୍ବା ଧାଡ଼ି ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ बोलो सच्चिदानंद भगवान की महाप्रभुଙ୍କ ଦରବାର ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ପୃଥିବୀ ରସା ତଳକୁ ପଡ଼ିବ ତ ବେଳ ଆଗରୁ ସେଇ ଭଗବାନଙ୍କର ନାମ ଗୁଣ କୀର୍ତ୍ତନ କରିବାର ଆବଶ୍ୟକତା ଅଛି ସାଧୁ ସନ୍ଥ ମାନଙ୍କର କୃପା ଲାଭ କରିବାର ଅଛି ତ ଯାହା ହଉ ଆପଣମାନେ ମହାଭାଗ୍ୟବାନ କେତେ ମଠକୁ ଯାଇ କେତେ ସାଧୁ ଦର୍ଶନ କରିଥାନ୍ତେ ଆପଣଙ୍କ ଗାଁରେ ଯଦି ଏତେ ସାଧୁମାନଙ୍କର ଆଗମନ ଇଏ ଆପଣମାନଙ୍କର ମହାଭାଗ୍ୟ ବୋଲ ଆନନ୍ଦ ଏକ ବାର ହରି ବୋଲ।